ନିଛାଟିଆ ରାସ୍ତାର ସେ ଅଜଣା ବୁଢ଼ୀ ଲୋକଟି କିଏ ଥିଲା, ଯିଏକି ହଠାତ୍ କିଛି କ୍ଷଣ ମଧ୍ୟରେ କୁଆଡ଼େ ଉଭାନ ହୋଇଗଲା। କାହାଣୀଟିକୁ ସମ୍ପୂର୍ଣ୍ଣ ଭାବରେ ଜାଣିବା ଆଗରୁ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ସର୍ବପ୍ରଥମେ ଏହିପରି ଛାତିତରା ଭୂତ କାହାଣୀ ଶୁଣିବା ପାଇଁ। 2013 ମସିହା, ଯେତେବେଳେ କି ମୁଁ ଜଣେ ସରକାରୀ କର୍ମଚାରୀ ଥିଲି। ସେଦିନ ଆମ କାର୍ ହାଇୱେରେ ବହୁତ ବେଗରେ ଯାଉଥାଏ। ମୁଁ ପଛ ସିଟ୍ରେ ବସିଥିଲି। ବୋର୍ ନ ହେବା ପାଇଁ ଫୋନ୍ରେ ସୋସିଆଲ ମିଡ଼ିଆ ୟୁଜ୍ କରୁଥିଲି। ଏପଟେ ସୂର୍ଯ୍ୟଙ୍କର କିରଣ ମଧ୍ୟ କମି ଆସୁଥାଏ, ମାନେ ସେତେବେଳକୁ ସନ୍ଧ୍ୟା ହୋଇସାରିଥିଲା। କିଛି ଗୋଟେ ଜରୁରୀ କାମ ପାଇଁ ଗଞ୍ଜାମର ଗୋଟେ ଛୋଟ ଗାଁକୁ ଆମେ ଯାଉଥାଉ। ଏମିତି ଯାଉ ଯାଉ ଅଚାନକ ଡ୍ରାଇଭର ଗାଡ଼ି ରଖିଦେଲା। ତ ମୁଁ କହିଲି, ଆରେ ଗାଡ଼ି କ'ଣ ପାଇଁ ରଖିଦେଲୁ, କ'ଣ ହେଲା କି? ଡ୍ରାଇଭର କହିଲା, ସାର୍ ଆମକୁ ସେ ଗାଁକୁ ଯିବା ଅନୁଯାୟୀ ଆମକୁ ଏଇ ହାଇୱେରୁ ହିଁ ଅଲଗା ହେବାକୁ ପଡ଼ିବ। ଏବେ ସେପଟେ ରାସ୍ତାରେ ଯିବାକୁ ପଡ଼ିବ। ତ ମୁଁ କହିଲି, ହଁ ଚାଲ, କ'ଣ ହେଲା ସେଠୁ? ଡ୍ରାଇଭରର ରିଆକ୍ସନ୍ ଏପରି ଥିଲା, ଯେପରି ଏ ରାସ୍ତା ଯିବା ପାଇଁ ଠିକ୍ ନୁହେଁ। ଡ୍ରାଇଭର କହିଲା, ସାର୍ ଏ ରାସ୍ତା। ଏମିତି କହି ଗାଡ଼ିକୁ ହାଇୱେରୁ ଅଲଗା କରି ସେଇ ରାସ୍ତାରେ ଗାଡ଼ି ବୁଲାଇଲା। ରାସ୍ତାଟି ପୁରାପୁରି ସୁନସାନ ଥିଲା। ନା କେଉଁ ମଣିଷ ନା ବା କୌଣସି ଗାଡ଼ି ଆମକୁ ଛାଡ଼ି ଆଉ କିଏ ବି ନଥିଲେ। ସମୟ ବି ଏପଟେ ଏତେ ଡେରି ହୋଇନାହିଁ, ମାତ୍ର ସନ୍ଧ୍ୟା ହୋଇଛି। ହେଲେ ସେହି ରାସ୍ତାରେ କାହାର ମଧ୍ୟ ନଜର ହେଉନଥାଏ। ଆମକୁ ଭାରି ଅଜବ ଲାଗୁଥାଏ। ନା ଏପଟେ ରାସ୍ତା କଡ଼ରେ କେଉଁ ଗୋଟେ ସରକାରୀ ଲାଇଟ୍ ବି ନାହିଁ। ଦେଖିବାକୁ ଗଲେ କେବଳ ଜହ୍ନର ମିଞ୍ଜି ମିଞ୍ଜି ଆଲୁଅ ସହିତ ଗାଡ଼ିର ଲାଇଟ୍ ଆମର ସାହାରା। ଅନ୍ଧାର ଏପରି ଥାଏ କି ଯେମିତି କେବଳ ଗାଡ଼ି ଲାଇଟ୍ରେ ଯାହା ରାସ୍ତା ଦିଶୁଥାଏ, ନହେଲେ ଚାରିପଟ ଯାକ ପୁରାପୁରି ଅନ୍ଧାର। ସେହି ଜନଶୂନ୍ୟ ଅନ୍ଧାର ରାସ୍ତାରେ ଗାଡ଼ିଟି ଆମର ଯାଉଥାଏ। ହଠାତ୍ ଗାଡ଼ିଟି ଝଟକା ଖାଇଲା। ସେହି ଝଟକାରେ ମୁଁ ଟିକେ ଆଗକୁ ଘୁଞ୍ଚିଗଲି। 2-3ଟା ଝଟକାରେ ଗାଡ଼ିଟି ସେଠାରେ ରହିଗଲା। ତାପରେ ମଧ୍ୟ ଡ୍ରାଇଭର 3-4 ଥର ଗାଡ଼ି ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କଲା। କିନ୍ତୁ ବିଫଳ ହେବାରୁ ମୋତେ ଅନାଇ କହିଲା, ସାର୍ ଗାଡ଼ି ବନ୍ଦ ହୋଇଗଲା। ମୁଁ କହିଲି, ହଁ ତ ଗାଡ଼ି ବର୍ନେଟ୍ ଖୋଲିକରି ଦେଖ ନା କ'ଣ ହେଲା। ମୋର ଏପରି କଥା ଶୁଣି ଡ୍ରାଇଭର ମଥାରୁ ଝାଳ ପୋଛି ଗାଡ଼ିର କବାଟ ଖୋଲି ବାହାରକୁ ଯାଇ ବର୍ନେଟ୍ ଖୋଲିଲା। ତାପରେ ମୋତେ କହିଲା, ସାର୍ କ'ଣ ହୋଇଛି କିଛି ତ ଜଣାପଡ଼ୁନି। ତୁମେ ଏଠାରେ ବସ, ମୁଁ ଆଖପାଖରେ କେଉଁଠି ଜଣେ ମେକାନିକକୁ ଖୋଜି ଆଣେ। ଏହା କହି ଡ୍ରାଇଭର ସେଠାରୁ ଚାଲିଗଲା। ତାପରେ ମୁଁ ଗାଡ଼ିର ସବୁ କବାଟ ଲକ୍ କରି ଗାଡ଼ି ଭିତରେ ଟିକେ ଆରାମ କରିବାକୁ ଲାଗିଲି। ଆଖି ମୋର ଟିକେ ବନ୍ଦ ହୋଇ ଆସୁଥାଏ। ହଠାତ୍ ଗୋଟେ ଶବ୍ଦରେ ମୁଁ ଉଠି ପଡ଼ିଲି। ଶବ୍ଦଟି ଏପରି ଥିଲା କି ଯେମିତି କିଛି ଜିନିଷ ଗୋଟେ ଗାଡ଼ିରେ ପିଟି ହେଲା। ଗାଡ଼ି ଭିତରେ ଚାରିଆଡ଼କୁ ଦେଖିଲି, ହେଲେ କିଏ ବି ନଥିଲେ। ତାପରେ ଗାଡ଼ି ଖୋଲି ବାହାରକୁ ଯାଇ ଯେମିତି ପଛକୁ ଚାହିଁଲି କି ଦେଖିଲି ଗୋଟେ ବୁଢ଼ୀ ଲୋକଟି ଠିଆ ହୋଇଛି ଏବଂ ତା ପାଖରେ 2 ଜଣ ଛୋଟ ଛୁଆ ମଧ୍ୟ ଠିଆ ହୋଇଥିଲେ। ସେ ବୁଢ଼ୀଟି ମୋତେ କହିଲା, ବାବୁରେ ଏଠାରେ କ'ଣ ପାଇଁ ରହିଛୁ? ଏ ଜାଗାଟି ଠିକ୍ ଜାଗା ନୁହେଁ। ଆମ ଗାଁ ଏ ପାଖରେ, ଚାଲ ସେଠାକୁ ଯିବୁ। ମୁଁ କହିଲି, କିନ୍ତୁ ଗାଡ଼ି? ତ ସେ ବୁଢ଼ୀଟି କହିଲା, ଗାଡ଼ି ପାଇଁ ଚିନ୍ତା କରନି, କିଛି ହେବନି। ଏଠାରେ ଲୋକମାନେ କିଏ ବି ରୁହନ୍ତିନି। ମୁଁ କହିଲି, ତ ଠିକ୍ ଅଛି, ଚାଲନ୍ତୁ। ଏହା କହି ସେ ମୋତେ ଗୋଟେ ଜଙ୍ଗଲର ସରୁ ରାସ୍ତାରେ ନେଇଗଲା।
ସେଠାରୁ କିଛି ବାଟ ଗଲା ପରେ ଗୋଟେ ଛୋଟ ଗାଁ ଦିଶିଲା। ସେଠାରେ କିଛିଟା ମାଟି ଘର ମଧ୍ୟ ରହିଥାଏ। ମୁଁ କହିଲି, ତୁମେ ତ କହୁଥିଲ କି ଏଠାରେ କୌଣସି ଗାଁ ନାହିଁ। ପୁଣି ଏତିକିରେ ହଠାତ୍ ମୋ କାନ୍ଧ ଉପରେ ଜଣେ ହାତ ଥୋଇବାର ମୁଁ ଅନୁଭବ କରିପାରିଲି। ମୁଁ ଟିକେ ଡରିଯାଇ ପଛକୁ ଚାହେଁ ତ ମୋର ଡ୍ରାଇଭର ଥିଲା। ଡ୍ରାଇଭର ଟିକେ ଡରିଯାଇ କହିଲା, ସାର୍, ଆପଣ ଏଠାରେ କ'ଣ କରୁଛନ୍ତି? ପୁଣି ଏକା? ଜଲ୍ଦି ଚାଲନ୍ତୁ ଏଠାରୁ। ମୁଁ କହିଲି, ଏକା କ'ଣ? ମୋ ସହ ବା ଏ ବୁଢ଼ୀମା ଅଛନ୍ତି ନା। ହାତ ଇସାରା କରି ଯେମିତି ପଛକୁ ଅନାଇଛି ତ ମୋର ହୋସ ଉଡ଼ିଗଲା। କାରଣ ସେ ବୁଢ଼ୀ ଲୋକଟି ଏବଂ ଛୁଆ 2 ଜଣ ସେଠାରେ ନଥିଲେ। କିଛି ସମୟ ପାଇଁ ମୋ ନିଜ ଆଖି ଉପରେ ବିଶ୍ୱାସ ହଟିଗଲା କି ଏତେ ବୟସ୍କ ଲୋକଟି ଏବଂ ଏତେ ଜଲ୍ଦି କୁଆଡ଼େ ଗଲା। ଏତିକିରେ ଡରିଯାଇ ମୁଁ ପୁରାପୁରି ଅସମ୍ଭାଳ ହୋଇପଡ଼ିଲି। ଡ୍ରାଇଭର ମୋତେ କେମିତି ବି ଗାଡ଼ି ଭିତରକୁ ନେଇ ଆସିଲା ଏବଂ ମୋତେ କହିଲା, ଏଠାରେ କିଛି ବର୍ଷ ତଳେ ଗୋଟେ ଘାତକ ରୋଗ ଆସିଥିଲା, ଯାହାଫଳରେ ଏହି ଗାଁର ଅଧିକାଂଶ ଲୋକ ସେଥିରେ ମରିଯାଇଥିଲେ ଏବଂ ସେମାନଙ୍କର ଆତ୍ମା ଏଠାରେ ଘୁରି ବୁଲୁଛି। ଏହାପରେ ଆମ ପଛେ ପଛେ ଗୋଟେ ମେକାନିକ ମଧ୍ୟ ଆସିଲା। ସେ ମଧ୍ୟ ଡ୍ରାଇଭର କଥା ଅନୁଯାୟୀ ସମାନ କଥା କହିଲା ସେ ଆତ୍ମାମାନେ ହୁଏତ କାହାର କିଛି ବେଶୀ କ୍ଷତି କରନ୍ତିନି, ତଥାପି ସେମାନେ ଦେଖା ଦିଅନ୍ତି ସତ। ଏତିକିରେ କିଛି ସମୟରେ ଆମ ଗାଡ଼ିଟି ଠିକ୍ ହୋଇଗଲା। ତାପରେ ଆମେ ସେଠାରୁ ପଳାଇ ଆସିଲୁ। ବାସ୍, କାହାଣୀଟି ଏଇଠି ସୀମିତ। ଭିଡ଼ିଓଟିକୁ ଗୋଟେ ଲାଇକ୍ ସହିତ ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ। କମେଣ୍ଟରେ ମଧ୍ୟ ଆପଣମାନଙ୍କର ମତାମତ ଜଣାନ୍ତୁ। ତ ମୁଁ ଆପଣମାନଙ୍କର ସେଇ ରାକେଶ ପୁଣି ଆସିବି ଆଉ ଏକ ଛାତିଥରା ଭୂତ କାହାଣୀ ସହିତ। ସେବେ ଯାଏଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ ସର୍ବପ୍ରଥମେ ଗପକୁ ଶୁଣିବା ପାଇଁ। ଜୟ ଜଗନ୍ନାଥ।